ଆଜିର ଏହି ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆମ ପାଖରେ ଯେଉଁ ଲେଖା ଅଛି ସେହି ଆଧାରରେ ଆମେ ଆଜି କମ୍ପ୍ୟୁଟର ଅପରେଟିଂ ସିଷ୍ଟମର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ଗଭୀର ଭାବେ ଦେଖିବା। ହଁ, ମାନେ ଏହାର ମୂଳଦୁଆ କେମିତି ପଢ଼ିଲା ସେ ବିଷୟରେ। ଏକଦମ। ଲକ୍ଷ୍ୟ ହେଉଛି ଏହି ଟେକ୍ନୋଲୋଜିର ଆରମ୍ଭକୁ ବୁଝିବା, ଯାହା ଆଜି ଆମ ଜୀବନରେ ଏତେ ଗୁରୁତ୍ୱପୂର୍ଣ୍ଣ। ତେବେ ଚାଲନ୍ତୁ ସିଧା କଥାକୁ ଆସିବା। ଲେଖାରେ ଅଛି ଯେ ପ୍ରଥମ ସ୍ୱୀକୃତିପ୍ରାପ୍ତ ଅପରେଟିଂ ସିଷ୍ଟମର ନାଁ ଥିଲା GMNAIO। GMNAIO। ଏଇଟା ନିଶ୍ଚୟ ଗୋଟେ ବଡ଼ ଆରମ୍ଭ। ନିଶ୍ଚୟ। ଆଉ ଏଠି ଯାହା ସତରେ ଆକର୍ଷଣୀୟ ସେଇଟା ହେଲା ଏହାର ସମୟ 1956। 1956 ବହୁତ ପୁରୁଣା କଥା। ହଁ, କମ୍ପ୍ୟୁଟିଂ ଦୁନିଆ ପାଇଁ ଏକଦମ ଆରମ୍ଭ ସମୟ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା କ'ଣ ନା, ଏହାକୁ କୌଣସି IBM କି ସେମିତି କମ୍ପାନୀ ନୁହେଁ। ତାହେଲେ କିଏ? ଜେନେରାଲ ମୋଟର୍ସ। ତାଙ୍କର ଗବେଷଣା ବିଭାଗ ଏହାକୁ ବିକଶିତ କରିଥିଲା। କ'ଣ କହୁଛନ୍ତି? ଜେନେରାଲ ମୋଟର୍ସ? ଗାଡ଼ି କମ୍ପାନୀ? ହଁ, ସେଇ ଜେନେରାଲ ମୋଟର୍ସ। ଏଟା ତ ପ୍ରକୃତିରେ ଅପ୍ରତ୍ୟାଶିତ। ମୁଁ ଭାବୁଥିଲି କୌଣସି ଟେକ୍ କମ୍ପାନୀ ହିଁ କରିଥିବ। ସାଧାରଣତଃ ସେୟା ହିଁ ଲାଗେ। ଏଥିରୁ ଲାଗୁଛି ସମସ୍ୟାଟା ବୋଧହୁଏ ବହୁତ ବ୍ୟବହାରିକ ଥିଲା। ହଁ, କିଛି ଗୋଟେ ସମାଧାନ ଦରକାର ଥିଲା। ଠିକ୍। ଆଉ ଏହା ଏକ ନିର୍ଦ୍ଦିଷ୍ଟ ମେସିନ୍ ପାଇଁ ଡିଜାଇନ୍ ହୋଇଥିଲା ନା? ଏକଦମ ଠିକ୍ କହିଲେ। ଏଇଟା ବିଶେଷ ଭାବରେ IBM 704 ମେନ୍ ଫ୍ରେମ୍ ପାଇଁ ତିଆରି ହୋଇଥିଲା। IBM 704 ସେତେବେଳର ବହୁତ ଶକ୍ତିଶାଳୀ ମେସିନ୍ ଥିବ ନିଶ୍ଚୟ। ହଁ, ମେନ୍ ଫ୍ରେମ୍ ମାନେ ତ ବୁଝୁଛନ୍ତି, ଗୋଟେ ବିଶାଳ କମ୍ପ୍ୟୁଟର ପୁରା ରୁମ୍ ଦଖଲ କରୁଥିଲା ଆଉ ଭାରି ଦାମିକା ବି। ଆଚ୍ଛା, ମୁଖ୍ୟତଃ ଜଟିଳ ବୈଜ୍ଞାନିକ ଆଉ ଇଞ୍ଜିନିୟରିଂ କାମ ପାଇଁ ବ୍ୟବହାର ହେଉଥିଲା। ତାହେଲେ ଏହି GMNAIO ର ମୁଖ୍ୟ କାମ କ'ଣ ଥିଲା? ସେହି ବିରାଟ ମେସିନ୍ ପାଇଁ ଏହା କ'ଣ ସୁବିଧା କରୁଥିଲା? ଦେଖନ୍ତୁ, ଲେଖା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ଥିଲା ସ୍ୱୟଂଚାଳିତ କରିବା, ଅଟୋମେଟ୍ କରିବା। କ'ଣ ସ୍ୱୟଂଚାଳିତ କରିବା? କମ୍ପ୍ୟୁଟରରେ ଯେଉଁ କାମଗୁଡ଼ିକ କରାଯାଏ, ଯାହାକୁ ଜବ୍ସ କୁହନ୍ତି, ତାର ପରିଚାଳନାକୁ ସ୍ୱୟଂଚାଳିତ କରିବା। ଜବ୍ ମାନେ? ଗୋଟେ ପରେ ଗୋଟେ କାମର ଶୃଙ୍ଖଳା? ହଁ, ଠିକ୍ ସିଆ। ସେତେବେଳେ କେମିତି ଥିଲା ନା, ପ୍ରତ୍ୟେକ କାମ ପାଇଁ ମଣିଷକୁ ସବୁ ସେଟଅପ୍ କରିବାକୁ ପଡ଼ୁଥିଲା। ମାନେ ପ୍ରୋଗ୍ରାମ ଲୋଡ୍ କର, ଡାଟା ଦିଅ, ଫଳ ବାହାର କର, ଏସବୁ। ଓହୋ, ବହୁତ ସମୟ ଯାଉଥିବ ସେଥିରେ। ନିଶ୍ଚୟ। ଆଉ ସେଇ ସମୟରେ କମ୍ପ୍ୟୁଟରଟେ ଖାଲି ବସି ରହୁଥିଲା। ବୁଝିଲି। ତେଣୁ କମ୍ପ୍ୟୁଟରର ଅଧିକାଂଶ ସମୟ ନଷ୍ଟ ହେଉଥିଲା, କାମ ନ କରି ପଡ଼ି ରହୁଥିଲା, ଯେତେବେଳେ ମଣିଷ ପରବର୍ତ୍ତୀ କାମ ପାଇଁ ପ୍ରସ୍ତୁତି କରୁଥିଲା। ଏଇଟା ତ ଦକ୍ଷତା ଦୃଷ୍ଟିରୁ ଆଦୌ ଭଲ ନୁହେଁ। ଏକଦମ ସଠିକ୍। କମ୍ପ୍ୟୁଟର ସମୟ ସେତେବେଳେ ସୁନା ପରି ମୂଲ୍ୟବାନ ଥିଲା। GMNAIO କ'ଣ କଲା ନା, ଏଇ କାମଗୁଡ଼ିକ ଭିତରେ ଯେଉଁ ମ୍ୟାନୁଆଲ ପ୍ରକ୍ରିୟା ଥିଲା, ତାକୁ ସ୍ୱୟଂଚାଳିତ କରିଦେଲା। ଆଚ୍ଛା, ମାନେ ଗୋଟେ କାମ ସରିଲେ ପର କାମଟେ ଆପେ ଆପେ ଆରମ୍ଭ ହୋଇଯିବ। ହଁ, ଫଳରେ କ'ଣ ହେଲା, କମ୍ପ୍ୟୁଟରର ଯେଉଁ ନିଷ୍କ୍ରିୟ ସମୟ ଥିଲା, ଆଇଡଲ୍ ଟାଇମ୍, ସେଇଟା କମିଗଲା ଆଉ ଅଧିକ କାମ କମ୍ ସମୟରେ ହୋଇପାରିଲା। ତେଣୁ କେବଳ ଗଣନା କରିବା କଥା ନଥିଲା, ବରଂ ସେହି ଗଣନାର ପୁରା କାର୍ଯ୍ୟପ୍ରବାହକୁ ଅଧିକ ସହଜ ଆଉ ଦକ୍ଷ କରିବ ଥିଲା ଏହାର କାମ। ଏଇଟା ଗୁରୁତ୍ୱପୂର୍ଣ୍ଣ କଥା। ଏଥିରୁ ଜଣାପଡ଼ୁଛି ଯେ OSର ବିକାଶ ଆରମ୍ଭରୁ ହିଁ ବ୍ୟବସାୟିକ ଆବଶ୍ୟକତା ଦ୍ୱାରା ପ୍ରଭାବିତ ଥିଲା। ମାନେ ସମୟ ଆଉ ସମ୍ବଳ ବଞ୍ଚାଇବା ଗୋଟେ ମୁଖ୍ୟ ଲକ୍ଷ୍ୟ ଥିଲା। ବାଃ, ତେବେ କହିବାକୁ ଗଲେ ଆମେ ଆଜି ଯେଉଁ ଏତେ ଜଟିଳ ଆଉ ସହଜ ଅପରେଟିଂ ସିଷ୍ଟମ ବ୍ୟବହାର କରୁଛେ, ହଁ, ତା ଆଡ଼କୁ ଏହା ଥିଲା ପ୍ରଥମ ପାଦ। ଆଉ ସେ ପାଦଟା ପୁଣି ଏକ ଅଟୋମୋବାଇଲ କମ୍ପାନୀ ନେଇଥିଲା। ହଁ, କେବଳ ସେହି ମେନ୍ ଫ୍ରେମ୍ କମ୍ପ୍ୟୁଟରକୁ ଅଧିକ ଦକ୍ଷତାର ସହ ଚଳାଇବା ପାଇଁ। ମଣିଷର କାମ କମେଇ କାର୍ଯ୍ୟ ପରିଚାଳନାକୁ ସରଳ କରିବା ପାଇଁ। ଏକଦମ। ଏବଂ ଏଇଟା ହିଁ ମୂଳଦୁଆ ପକେଇଲା। ଏହା ପ୍ରମାଣ କଲା ଯେ କମ୍ପ୍ୟୁଟର ନିଜ କାମକୁ ନିଜ କିଛି ମାତ୍ରାରେ ପରିଚାଳନା କରିପାରିବ। ଆଚ୍ଛା। ଆଉ ଏହି ଧାରଣା ପରବର୍ତ୍ତୀ ସମସ୍ତ ଅପରେଟିଂ ସିଷ୍ଟମ ପାଇଁ ମୌଳିକ ହୋଇଗଲା। ଏହା କିନ୍ତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବି ଉଠାଉଛି, ଯାହା ବିଚାର କରିବା କଥା। କି ପ୍ରଶ୍ନ? କୁହନ୍ତୁ। ପ୍ରଶ୍ନଟା ହେଲା, ଏହି ଯେଉଁ ପ୍ରାରମ୍ଭିକ ବ୍ୟବହାରକାରୀ ଥିଲେ, ଯେମିତି ଜେନେରାଲ ମୋଟର୍ସ, ତାଙ୍କର ଏହି ନିର୍ଦ୍ଦିଷ୍ଟ ଆବଶ୍ୟକତା, ମାନେ କାମକୁ ସ୍ୱୟଂଚାଳିତ କରିବା, ହଁ, ସେହି ଆବଶ୍ୟକତା ପରବର୍ତ୍ତୀ ସମୟର ସବୁ ଅପରେଟିଂ ସିଷ୍ଟମର ମୌଳିକ ଡିଜାଇନ୍ ନୀତିକୁ କେତେ ଗଭୀର ଭାବରେ ପ୍ରଭାବିତ କରିଥାଇପାରେ? ଏଇଟା ଚିନ୍ତା କରିବାର କଥା। ମାନେ ଆଜି ଆମେ ଯେଉଁ OS ବ୍ୟବହାର କରୁଛେ, ତାର ମୂଳରେ କେତେ ଅଂଶ ଏହି ପ୍ରଥମ ବ୍ୟବହାରିକ ସମସ୍ୟାର ସମାଧାନରୁ ଆସିଛି? ସେଇ ପ୍ରଥମ ଆବଶ୍ୟକତାଗୁଡ଼ିକ କେତେ ଦୂର ଆମ ଆଧୁନିକ ସିଷ୍ଟମକୁ ରୂପ ଦେଇଛନ୍ତି? ହଁ, ସେଇଟା। ଏହା ନିଶ୍ଚିତ ଭାବରେ ଆଗକୁ ଆଲୋଚନା ବା ବିଚାର କରିବାର ବିଷୟ।